ଆପଣ ପରିଚୟ? ମୋ ନାଁ କୈଳାସ ସେଠୀ, ଦଳିତ ଉନ୍ନୟନ ପରିଷଦ ସଭାପତି। କଣ ଆପଣ ଆଜି କାର୍ଯ୍ୟକ୍ରମ କରିଥିଲେ? ଆଜି ଦଳିତ ଉନ୍ନୟନ ପରିଷଦର ସ୍ୱାଧୀନତା ଦିବସ 79ତମ। ଆଜି ଏ ସଂଗଠନର ସମସ୍ତ କର୍ମକର୍ତ୍ତା, ସଭାପତି ସହିତ ସମ୍ପାଦକ, କ୍ୟାସିୟର ଏବଂ ଆମର ଆଡଭାଇଜର ବୈରାଗୀ ବାବୁ ଏବଂ ଆମ ସାଙ୍ଗରେ ଯୋଉ ଯୁବ ପିଲା ସବୁ ଅଛନ୍ତି ଏବଂ ଭାଇସ ପ୍ରେସିଡେଣ୍ଟ ଲକ୍ଷ୍ମଣ ବାବୁ ଏବଂ ମୋ ସାଙ୍ଗେ ସମସ୍ତ ଅଛନ୍ତି। ଶତାଧିକ ଲୋକ ସହ ଆଜି ଆମେ ଫ୍ଲାଗ ହୋଏଷ୍ଟିଂ କଲୁ ଆଉ ସ୍ୱାଧୀନତା ଦିବସ ପାଳନ। ଆଗାମୀ ଦିନ କଣ ଆପଣଙ୍କ ଲକ୍ଷ୍ୟ ଅଛି? ଆଗାମୀ ଦିନର କାର୍ଯ୍ୟକ୍ରମ ଏ ସଂଗଠନକୁ ଆମେ ଆଗକୁ ନବୁ, ଦୁଃଖ ସୁଖରେ ଲୋକଙ୍କ ପାଖରେ ଛିଡା ହବୁ ଏବଂ ଯୋଉ ଭ୍ରଷ୍ଟାଚାର କର୍ମଚାରୀ ମାନେ ସବୁ ଅଛନ୍ତି ଯେ ପ୍ରଥମତଃ ଆଜି ବ୍ଲକରେ ଯୋଉ ପ୍ରକାର ଦୁର୍ନୀତିଗ୍ରସ୍ତ କାମ ଚାଲିଛି ଏବଂ ଏଠି କୌଣସି ଅଫିସର କାମ କରୁନାହାନ୍ତି, କି ବିଡିଓ କାହାକୁ କେୟାର କରୁନାହାନ୍ତି, ସେମାନଙ୍କ ପାଇଁ କି ଆମେ ଆଗାମୀ ଦିନରେ ବ୍ଲକ ବି ଘେରାଉ କରିପାରୁ ଏବଂ ଆଗକୁ ଆମେ ତାଙ୍କୁ ସତର୍କ କରେଇ ଦଉଛୁ ଯେ ସୁଧୁରି ଯାଆନ୍ତୁ। ଲୋକ ବର୍ଷ ବର୍ଷ ଧରି କାମ କରୁଛନ୍ତି, ବିଲ୍ ପାଉନାହାନ୍ତି, ମନ ଇଚ୍ଛା ବାବୁ ଅଫିସ କି ଆସୁଛନ୍ତି। ଏସବୁ ଜିନିଷ ଆମେ ଆଦୌ ବରଦାସ୍ତ କରିବୁନି। ଆପଣ ପରିଚୟ? ଆଜ୍ଞା। କଣ ଆଜି କେମିତି କଣ ଆପଣ ସେଲିବ୍ରେସନ କଲେ? ଅଛି କାଳୁଙ୍କ ନିର୍ଦ୍ଦେଶରେ ଡକା ହେଇଥିଲା। କାଳୁଙ୍କୁ ଜଣେ ସଞ୍ଚାର କରନ୍ତି ଆଉ ନିର୍ବାଚନ ତାଙ୍କର ବହୁତ କାର୍ଯ୍ୟକ୍ରମ କରିଛି ଯେତିକି କାଳୁଙ୍କୁ କହିଲେ ଯେ ତହସିଲ ବ୍ଲକ ଆଡ଼ାଇ ହେଇଯାଇଛି। ତାପରେ ଯଦା ମଣ୍ଡଳରେ ଯୋଉ ସତର ପଞ୍ଚାୟତ ନେଇକି ପୁରା ହେଇଛି ବାଲିପାଟଣା ବାଲିପାଟଣାର ବହୁତ ବାଟବଣା କଥା ହଉଛି ଯୋଉଟା ତହସିଲ ବ୍ଲକ ବିଶେଷ କରି କାରଣ ସବୁଦିନ ପ୍ରେଜେଣ୍ଟ ଥାନ୍ତି। ତାଙ୍କୁ ସବୁ ମୁହୂର୍ତ୍ତରେ ସବୁ ବଳିରଞ୍ଜନ ମୁଁ ଦେଖିବାକୁ ଚାହେଁ। ମୁଁ ପଚାରେ କଣ ଆପଣ କିଛି ହଉନି ଶୁଣୁନି ଏ ପ୍ରକାର ତେଣୁ ତାଙ୍କର ସଂଗଠନ ବର୍ତ୍ତମାନ ବହୁତ ଜୋରରେ କରୁଛି। ଆଗାମୀ ଦିନ ମଧ୍ୟ ସୁଫଳ ମିଳିବ ବୋଲି ମୋର ଆଶା ଆଉ ଚିନ୍ତାଧାରା ମଧ୍ୟ। ମୁଁ କାଳିବ ଏଠି ଥିଲା ପର୍ଯ୍ୟନ୍ତ ଜୀବନ ବହୁତ ସାହାଯ୍ୟ କରିବି ଏବଂ କରିଯାଉଛି। ଏଇଟା ମୋର ଷ୍ଟାର୍ଟ ହେଲା ଆଜି ପର୍ଯ୍ୟନ୍ତ ଆମେ କୌଣସି କନଫିଡେନ୍ସ ପାଇନାହୁଁ କିମ୍ବା କୌଣସି ଭଲ ଷ୍ଟୁଡେଣ୍ଟ ଆମ ଦ୍ୱାରା କନଫିଡେନ୍ସ ପାଇନାହିଁ। କଲେଜ ଅଛି ଯୋଉଠି 14 ଜଣ ପିଲାଙ୍କର ଟାଇପିଂ ବର୍ତ୍ତମାନ ବନ୍ଦ ହେଇଛି। ସେ କଥା ମୁଁ କାଳୁଙ୍କୁ ଲେଖିକି ଦେଇଛି। କାଳୁ ଏଇ ନିକଟରେ 2-4 ଦିନ ଭିତରେ ମତେ ଯିବେ କଲେଜରେ ପିଲା ଥାର୍ଡ ଇୟର କମ୍ପ୍ଲିଟ କରିକିରି ପାସ୍ କରିକିରି ଘରୁ ଯାଇକିରି ଭାଷା ଆଇଲେଣି 2 ଜଣ କିନ୍ତୁ ତାଙ୍କ ଷ୍ଟାଇପେଣ୍ଡ ଦଉନାହାନ୍ତି ସରକାର। ଏଇ ସବୁ ବହୁତ ସମସ୍ୟା ଅଛି। 69 ବର୍ଷ ଭିତରେ ଆମେ ଏପର୍ଯ୍ୟନ୍ତ ସ୍ୱାଧୀନତାର ସ୍ୱାଦ ଚାଖିନାହୁଁ ଏବଂ କାଳୁଙ୍କ ଦ୍ୱାରା ଯେତିକି କାର୍ଯ୍ୟ ସମ୍ଭବ ହୁଏ ମୋ ଜାଣିବାରେ କାଳୁବାବୁ ସହିତ ସେ କଥାକୁ ସେଥିପାଇଁ ମୁଁ ଆଜିର କାର୍ଯ୍ୟକ୍ରମ ସେଇଟା କହିବେ କଣ ହେଇଥିଲା? ସମସ୍ତେ ଦଳିତ ସଂଗଠନ ମାଧ୍ୟମରେ ଆମ ସମସ୍ତେ ଆଜି ସ୍ୱାଧୀନ ଦିବସ ଭଲ ଦେଶ ସ୍ୱାଧୀନ ହେଲେ ବି ଏବେ ମଧ୍ୟ ଆମେ ପରାଧୀନ ଅଛୁ। ଆମ ଭିତରେ ଏକାଗ୍ରତା ରହିବା ଦରକାର। ଦେଶ ସହାନୁଭୂତି ରହିବା ଦରକାର। ତେଣୁ ଆମେ ଯୋଉମାନେ ସବୁ ଶହୀଦ ହେଇଛନ୍ତି ସେମାନେ ଆମ ତାଙ୍କ ପାଖେ ଆମେ ସାରା ଭାରତ ବର୍ଷରେ ଆଜି ଯୋଉ ବାବା ସାହେବ ଆମ୍ବେଦକର ତାଙ୍କୁ ମଧ୍ୟ ଆମେ କୋଟି କୋଟି ପ୍ରଣାମ ଜଣାଉଛୁ। କାରଣ ତାଙ୍କ ଯୋଗୁଁ ଆମେ ଆଜି ଠିଆ ହେଇଛୁ। ଶିକ୍ଷାଗତ ଯୋଗ୍ୟତା ହଉ ବା ସ୍ଥାନ ସଂରକ୍ଷଣ ହଉ ଆଜି ଦେଶ ବିଦେଶ ହଉ ଆମେ ଆଜି ଚାକିରି ବାକିରି କରି ବିଭିନ୍ନ କ୍ଷେତ୍ରରେ ଆମେ ପଦପଦବୀ ପାଉଛୁ। ତେଣୁ ଆମେ ତାଙ୍କ ପ୍ରତି କୃତଜ୍ଞ। ସେଇଥିପାଇଁ ଯୋଉମାନେ ଆଜି ଦେଶ ପ୍ରତି ଜାତି ପ୍ରତି ଶହୀଦ ହେଇଛନ୍ତି ସେମାନଙ୍କୁ ଆମେ
ଆମ ତରଫରୁ ବା ସଂଗଠନ ତରଫରୁ ଆମେ ଅନୁଭବ କରୁଛୁ। ତେଣୁ ଆମେ ଆମ ଭିତରେ ଏଇ ଐକ୍ୟ ମନୋଭାବ ରହିବା ଦରକାର, ଏକତା ମନୋଭାବ ଦରକାର, ଦେଶ ଭିତରେ ରହିବା ଦରକାର। ଆମମାନେ ଦେଶ ଜାତି ପ୍ରତି ଯାହା ଅଛି ଆମ କର୍ତ୍ତବ୍ୟ, ଆମେ ଆଜିଠୁ ଶପଥ ନବା, ଆମେ ସମସ୍ତେ ଏକଜୁଟ ହେଇ ଆମେ ଦେଶ ପ୍ରତି, ଜାତି ପ୍ରତି, ଆମର ସମାଜ ପ୍ରତି ନିହାତି ଆମର ଯୋଉ ଐକ୍ୟ ମନୋଭାବ ଏଇଟା ରହିବା ଦରକାର। ଆଜି ଆମମାନଙ୍କ ଭିତରେ ଏଇ ସହାନୁଭୂତି ଆସୁ, ଏଇ ଶପଥ ଆସୁ, ଆମମାନେ ସମସ୍ତେ ଏକଜୁଟ ହେଇ ଆମେ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏ ମନୋଭୂତି ସମସ୍ତଙ୍କ ରହିବା ଆବଶ୍ୟକ। ଆପଣଙ୍କ ପରିଚୟ? ମୁଁ ପଚାରିଲା ପ୍ରବାସ ଭାଇ ଆସିଷ୍ଟାଣ୍ଟ ସେକ୍ରେଟାରୀ। ସାର୍ ଯେମିତି ଏଇନା କହୁଥିଲେ ଦୁର୍ନୀତିମୂଳକ କାର୍ଯ୍ୟ ଉପରେ କଣ ଆପଣଙ୍କର କାର୍ଯ୍ୟାନୁଷ୍ଠାନ ନେବେ? ପାହାଡ଼ ଅଛି ଆମର ଭାରତ ବର୍ଷ ସ୍ୱାଧୀନତା ହେଇଗଲାଣି 79 ବର୍ଷ। ଆମେ ଇଂରେଜମାନଙ୍କ ପାଖରେ ଯୋଉ ଭଳିଆ ସେ ଶାସନ କରୁଥିଲେ, ଆମେ ସ୍ୱାଧୀନ ହେଲା ପରେ ବି ସେଇଭଳି ଏଠି ଆମେ ହେଇପାରି ନାହୁଁ। ପୁରା ଆମର ଦଳିତ ଲୋକମାନଙ୍କ ଯୋଉ ଭଳିଆ ସୁବିଧା ଅସୁବିଧା ରହିଛି, ବହୁତ ବହୁତ ଅସୁବିଧା ରହିଛି, ମାନେ ତ ସବୁ ହେଇପାରୁନି। ଆମର ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନିଜେ ଜଣେ ଦଳିତ ଲୋକ ଅଛନ୍ତି। ଆମେ ଏଠୁ ଏକତ୍ରିତ ହେଇ ଗୋଟେ ମହାସଭା କରିଛୁ। ଯୋଉ ଜାଗାରେ ଦଳିତ ଲୋକମାନେ ସବୁ ଅଛନ୍ତି, ତାଙ୍କର କାର୍ଯ୍ୟ ଯୋଉ ତହସିଲ ହଉ, ନହେଲେ ବ୍ଲକ ହଉ, ନହେଲେ କଲେଜ ଅଫିସ ହଉ, ନହେଲେ ହେଇପାରୁନାହିଁ। ଆମେ ସବୁ ଜାଗା ପ୍ରତ୍ୟେକ ଅସୁବିଧା ସମସ୍ୟା ନେଇକି ଯିବୁ। ଆଉ ଯାହାର କାର୍ଯ୍ୟ ଏମାନେ କରିବେ ନ କରିବେ, ମାନେ କରିପାରିବେ ନାହିଁ, କରିବେ ନାହିଁ, ଆମେ ସିଏ ପ୍ରସ୍ତାବ ନେଇକି ଡାଇରେକ୍ଟ ଯିବୁ, ଆପଣଙ୍କୁ ଜଣେଇବୁ ଏଇଭଳିଆ କାର୍ଯ୍ୟ ଗୁଡାକ ହେଇପାରୁନାହିଁ, ଦର୍ଶକ ବହୁତ ଅସୁବିଧା ସମ୍ମୁଖୀନ ହଉଛନ୍ତି। କାରଣ ଏତେ ବର୍ଷ ହେଇସାରିଲା ପରେ ସ୍ୱାଧୀନ ବି ଆମେ ସ୍ୱାଧୀନତା ଅନୁଭବ କରିପାରୁନୁ। ଆମେ ଏଇଭଳିଆ ସମସ୍ୟା ନେଇ ଆଉ ସବୁ କାର୍ଯ୍ୟ ସେମାନେ ସମାଧାନ କରିବେ। ଏ 5-6 ଦିନ ତଳେ ସରକାର ଆପଣ ହରିଜନ ଶବ୍ଦକୁ ଉଠେଇଛନ୍ତି, କଣ ତା ଭିତରେ ଆପଣ ପ୍ରତିକ୍ରିୟା ରଖିଛନ୍ତି? ନିଶ୍ଚିତ ଭାବରେ, କାରଣ ହରିଜନ ମାନଙ୍କ ସମସ୍ତେ ହରିଜନ ଜିନିଷ ଖରାପ ଶବ୍ଦ ନୁହେଁ, କିନ୍ତୁ ସେମାନେ ଖରାପ ଶବ୍ଦ କରିକି କହୁଛନ୍ତି ହରିଜନ କଥା। ସରକାର ଭଲ ପଦକ୍ଷେପ ନେଇଛନ୍ତି, ଆଉ ସେଇଟା ଅନୁଚିତ ଜାତି ଉପରେ ନେଇଛନ୍ତି ଧରାଇ। ଆଉ ଯୋଉମାନେ କରେ ତାଙ୍କ ଉପରେ ଆକ୍ସନ ନିଆଯିବ କହିଛନ୍ତି, ତାର ଭଲ ପଦକ୍ଷେପ ନେଇଛନ୍ତି, ତାଙ୍କୁ ସାଧାରଣ